13 ନା 14 ଜାନୁଆରୀ କେବେ ପଡ଼ୁଛି ମକର ସଂକ୍ରାନ୍ତି? ଜାଣନ୍ତୁ ତିଥି। ନୂଆବର୍ଷର ଆରମ୍ଭ ହେଇଯାଇଛି, ଯେଉଁଥିରେ ଖୁବ୍ ଶୀଘ୍ର ଉତ୍ସବର କର୍ମ ଆରମ୍ଭ ହେବାକୁ ଯାଉଛି। ମକର ସଂକ୍ରାନ୍ତି ପର୍ବକୁ ନୂଆବର୍ଷର ପ୍ରଥମ ପର୍ବ ଭାବରେ ବିବେଚନା କରାଯାଏ। ଉଭୟ ଧାର୍ମିକ ଏବଂ ଜ୍ୟୋତିଷ ଦୃଷ୍ଟିକୋଣରୁ ଏହି ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର। ବୈଦିକ କ୍ୟାଲେଣ୍ଡର ହିସାବରେ ମକର ସଂକ୍ରାନ୍ତି ପର୍ବ ସେହି ଦିନ ପାଳନ କରାଯାଏ ଯେଉଁଦିନ ସୂର୍ଯ୍ୟ ଭଗବାନ ମକର ରାଶିରେ ଗୋଚର କରନ୍ତି। ଖରମାସ ମକର ସଂକ୍ରାନ୍ତି ଦିନ ଶେଷ ହୁଏ, ଯେଉଁଥିରେ ଶୁଭ କାର୍ଯ୍ୟ ଉପରେ ପ୍ରତିବନ୍ଧକ ହଟାଯାଇଥାଏ। ଆସନ୍ତୁ ବର୍ତ୍ତମାନ ମକର ସଂକ୍ରାନ୍ତି ପର୍ବର ମହତ୍ତ୍ୱ ଏବଂ ସଠିକ୍ ତିଥି ବିଷୟରେ ବିସ୍ତୃତ ଭାବରେ ଜାଣିବା। ମକର ସଂକ୍ରାନ୍ତିରେ ସ୍ନାନ ଏବଂ ଦାନ କରିବା ଶୁଭ ସମୟ ବିଷୟରେ ଏଠାରେ ଜାଣନ୍ତୁ। 2025 ମକର ସଂକ୍ରାନ୍ତି କେବେ ପଡ଼ିବ? ବୈଦିକ କ୍ୟାଲେଣ୍ଡର ଗଣନା ଅନୁଯାୟୀ 2025 ଜାନୁଆରୀ 14ରେ ସୂର୍ଯ୍ୟ ଭଗବାନ ସକାଳ 9:03ରେ ମକର ରାଶିରେ ଗୋଚର କରିବେ। ଏହି କୋଣରୁ ମକର ସଂକ୍ରାନ୍ତିର ପର୍ବ 14 ଜାନୁଆରୀ 2025ରେ ପାଳନ କରାଯିବ। ମକର ସଂକ୍ରାନ୍ତି ପୂଜା, ସ୍ନାନ ଏବଂ ଦାନ ଇତ୍ୟାଦି ଶୁଭ କାର୍ଯ୍ୟ ଶୁଭ ସମୟ ପୂର୍ଣ୍ଣକାଳରେ କରାଯାଇଥାଏ। 14 ଜାନୁଆରୀ ସକାଳ 9:03ରୁ ନେଇ ସନ୍ଧ୍ୟା 5:46 ପର୍ଯ୍ୟନ୍ତ ପୁଣ୍ୟକାଳ। ଏହି ଦିନ ମହାପୁଣ୍ୟକାଳ ସକାଳ 9:03ରୁ ନେଇ ସକାଳ 10:48 ପର୍ଯ୍ୟନ୍ତ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଏ। ଓଡ଼ିଶାର ପ୍ରବାଦ ଅନୁଯାୟୀ ମକରଠାରୁ ଦିନ ବକର ହୁଏ, ଅର୍ଥାତ୍ ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ। ସୂର୍ଯ୍ୟଙ୍କର ତେଜ ଏବଂ ଏହି ଦିନଠାରୁ ପ୍ରଖର ହୁଏ। ଦେବୀ ସଂକ୍ରାନ୍ତି ଏହି ତିଥିରେ ଶଙ୍କରାସୁରକୁ ବଧ କରିଥିଲେ। ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୋଇଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁମାନେ ଏହି ଦିନ ପୂଜା ଅର୍ଚ୍ଚନା କରିଥାନ୍ତି। ଆଉ କେତେ ଦିନ ସ୍ଥାନରେ ଏହି ଦିନ ଶିବଙ୍କୁ ପୂଜା କରାଯାଏ। କେତେକ ଏହି ଦିନ ଉଭୟ ଶିବ ଓ ସୂର୍ଯ୍ୟଙ୍କୁ ପୂଜା କରନ୍ତି। ଏହି ମକର ସଂକ୍ରାନ୍ତିର ପୁଣ୍ୟକାଳରେ ପ୍ରତ୍ୟୁଷରୁ ନଦୀ ପୋଖରୀରେ ସ୍ନାନ କାର୍ଯ୍ୟ ସମାପନ କରି ସୂର୍ଯ୍ୟଙ୍କୁ ଦର୍ଶନ କଲେ ସକଳ ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ କରାଯାଇଛି। ଏହି ଦିନ ପ୍ରସିଦ୍ଧ ଗଙ୍ଗାସାଗରଠାରେ ଏକ ବିରାଟ ମେଳା ହୁଏ। ପୁଣ୍ୟ ଲାଭ ଆଶାରେ ଏହି ଦିନ ଅନେକ ଧାର୍ମିକ ଲୋକ ଗଙ୍ଗାସାଗରରେ ବୁଡ଼ ପକାଇଥାନ୍ତି। ମକର ସଂକ୍ରାନ୍ତି ଦିନ ଅନେକ ସ୍ଥାନରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ବିଶ୍ୱାସ କରାଯାଏ ଏହି କାଳ ମଧ୍ୟରେ ମୃତ୍ୟୁବରଣ କରୁଥିବା ମନୁଷ୍ୟ ବିଷ୍ଣୁ ଲୋକରେ ସ୍ଥାନ ପାଇଥାଏ। ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ଉତ୍ତରନାରାୟଣ ଯାତ୍ରା ବା ମକର ସଂକ୍ରାନ୍ତି ଉତ୍ସବ ମହାସମାରୋହରେ ପାଳିତ ହୋଇଥାଏ। ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ ଇତ୍ୟାଦି ନୂଆ ଫସଲ ଅମଳ ହୋଇଥାଏ। ତେଣୁ ଏହି ଦିନ ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ନୂଆ ଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଇତ୍ୟାଦି ଗୋଟିଏ ଭୋଗ ପ୍ରସ୍ତୁତ କରନ୍ତି। ଗୃହ ଦେବତାଙ୍କୁ ଓ ଧାନ ଖେଳାରେ ଭୋଗ କରାଯାଏ। ଏହି ଭୋଗ ମକର ଚାଉଳ ଭାବରେ ପରିଚିତ। ଏହି ଭୋଗ ଖିଆଖିଇ ହୋଇ ଲୋକେ ମକର ବସାନ୍ତି। କେତେକ ଅଞ୍ଚଳରେ ନୂଆ ଧାନର ଚାଉଳ ପ୍ରସ୍ତୁତ ପୋଡ଼ପିଠା ସହିତ ଗୁଡ଼, କଦଳୀ, ନଡ଼ିଆ ଓ ଅରୁଆ ଚାଉଳରେ ଭୋଗ କରାଯାଇ ଦେବାଦେବୀଙ୍କ ପାଖରେ ଦିଆଯାଏ। ସୂର୍ଯ୍ୟଙ୍କ ଯୋଗୁଁ କୃଷି କ୍ଷେତ୍ରରେ ଶସ୍ୟ ଉତ୍ପନ୍ନ ହେବାରୁ କୃଷକମାନେ ମକର ସଂକ୍ରାନ୍ତିର ପୁଣ୍ୟକାଳରେ ସୂର୍ଯ୍ୟଙ୍କୁ ନୂତନ ଶସ୍ୟ ଅର୍ପଣ କରି ପୂଜା ଅର୍ଚ୍ଚନା କରିଥାନ୍ତି।